ଆପଣଙ୍କ କଥାକୁ ରିକଲ୍ କରନ୍ତୁ ଭାଇ। ଆପଣ ମୁଁ ଯୋଉ ୱାର୍ଡ କହୁଛି ଆପଣ ପର୍ଟିକୁଲାରଲି ସେଇ ୱାର୍ଡ କହୁଛନ୍ତି। କୋଉ ୱାର୍ଡ? ଯେହେତୁ ଆପଣ ତାଙ୍କ ବିଷୟରେ ଇନକ୍ୱାରି କରୁଛନ୍ତି, ତେଣୁ ସେ ଆପଣଙ୍କ ଇଏରେ କହିବାଟା ସ୍ୱାଭାବିକ। ଇଏ କହିବାଟା କଣ, ସିଏ ପଚାରି ନାହାନ୍ତି କାହାର ୱେଟା କଣ। ଆପଣ କହୁଛନ୍ତି ଆପଣ ପଚାରିବେ କିଏ କୋଉଟା କଣ। ଯେହେତୁ ଏତେ ଦିନ ହବ, ମୁଁ ଏଇଟା କହିଛି, ଯେହେତୁ ଏତେ ଦିନ ହବ ଟସଲ ଚାଲିଛି, ସିଏ ବି ବ୍ୟସ୍ତ ଭିତରେ, ଯାହା ବି ହେଲେ ତାଙ୍କର ଚରିତ୍ର, ସିଏ ଗୋଟେ ନିଶାଇ ହେଇଥିଲେ ବି ତାଙ୍କର ଗୋଟେ ରାଗ, ସିଏ ତାଙ୍କ ଜାଗାରେ ସିଏ କହିବେ ମୁଁ ଠିକ। ଯୋଉ ଲୋକ ଚୋରି କରିଛି, ରଖି ଯେମିତି କହୁଛି ମୁଁ ମୋ ଜାଗାରେ ଠିକ, ସେମିତି ସିଏ ତାଙ୍କ ଜାଗାରେ ଠିକ ଭାବିକି। ଆଉ ଗୋଟେ କଥା ହଁ, ଆପଣ ଭାଇ ପ୍ରିୟା ମୁଣ୍ଡକୁ ଯେତେ ଦିନ ହବ ଭାଇ ଡିଫେଣ୍ଡ କରିକି ଆସିଲେଣି, ମୁଁ ତ ସେଇ କଥା କହୁଛି ଯେ ମୁଁ ତାଙ୍କୁ ଡିଫେଣ୍ଡ କରୁନି। ମୋର ସିଏ ପୋଷିବେ ନେଇକି ପେଟ, ମୁଁ ତାଙ୍କୁ ଡିଫେଣ୍ଡ କରୁନି। ଆମର ଡିଫେଣ୍ଡ କରିବାର ମୂଳ ଗୋଟିଏ ଜିନିଷ ହଉଛି ରିଜନ, ଯେ ଆମକୁ ଯୋଉ ଲୋକଟା ପାଇଁ ଆମକୁ ଶୁଣିବାକୁ ପଡୁଛି ବର୍ତ୍ତମାନ ତା ବିଷୟରେ ଯେତେ ଯିଏ ବାହାର କଲେ ବି ଆମେ ଯଦି ତାକୁ ବର୍ତ୍ତମାନ ସାଇଲେଣ୍ଟ ରହିବୁ, କହିବେ ଏମାନଙ୍କର ଗୋଟେ ଖୋଲା କଥା। ମୁଁ ସେଇଥିପାଇଁ ତାଙ୍କୁ ଡିଫେଣ୍ଡ କରୁଛି, ମୋର ଉଦ୍ଦେଶ୍ୟ ଅଲଗା କିଛି ନାହିଁ। ଶୁଣନ୍ତୁ, ମୋର ଭାବନା ଏଇଆ ଯେ ମୁଁ ଯଦି ବର୍ତ୍ତମାନ ତାଙ୍କ ସିଏ ବର୍ତ୍ତମାନ ଆମ ବର୍ତ୍ତମାନ ଦେଖେଇ ରୂପେଶ ମହାନ୍ତି ତୋ ପ୍ରିୟା ମୁଣ୍ଡା ଏଇଆ ସମକ, ମୁଁ ତେଣୁକରି ବର୍ତ୍ତମାନ ସାଇଲେଣ୍ଟ ରହିଯିବି। ଲୋକ କହିବେ ଶଳା ବୋଧେ କଣ ଥିଲା ଆଉ କଣ, ପ୍ରକୃତ କଥା। ଆଉ ସେଇ ଜିନିଷଟାକୁ ଆଭଏଡ କରିବା ପାଇଁ ଆମେ କହୁଛୁ। ନହେଲେ ମୋର କଣ ଆବଶ୍ୟକତା ତାଙ୍କୁ ଡିପେଣ୍ଡ କରିବା। ପ୍ରିୟା ମୁଣ୍ଡା ଆମକୁ ଦାଦାଭାଇଙ୍କ ମାମଲାରେ କଣ ସହଯୋଗ କରିପାରିବେ ବା କରିଛନ୍ତି? କିଛି କରିପାରିବେନି। ସେ 10 ପଇସା ସାହାଯ୍ୟ କରିପାରିବେ। ମୁଁ ତ ଆପଣଙ୍କୁ କହିଛି, ଆଉ ମୁଁ କଣ ଏଟା ମନା କରୁଛି କି? 10 ପଇସାରେ ସାହାଯ୍ୟ କରିପାରିବେନି। ଆଉ ଗୋଟେ କଥା ଭାଇ, ଆମେ ଶୁଣନ୍ତୁ ସିଦ୍ଧାର୍ଥ ଭାଇ, ଗୋଟିଏ କଥା ମୁଁ ଆପଣଙ୍କୁ ଏଇଥିପାଇଁ କହିଲି ଯେ ଯଦି ଆପଣ ଶୁଣନ୍ତୁ, ଆପଣ କହୁଛନ୍ତି ଯେ ଯଦି ମୋ ବିଷୟରେ କିଏ ଇନକ୍ୱାରି କରେ ମୁଁ ତାକୁ ଡାଇରେକ୍ଟ ପଚାରିବି କାହିଁକି ଇନକ୍ୱାରି, ସିଏ ଆପଣଙ୍କୁ ପଚାରି ନାହାନ୍ତି। ସେଟା ତାଙ୍କର ଭୁଲ, ସେଟା ମୁଁ ମନା କରୁନି, କିନ୍ତୁ ତାଙ୍କ ରାଗଟା ସେଇଠି, ଯେହେତୁ ସେ ସେଥିପାଇଁ ଗୋଟେ ତେଣୁକରି ସେଇଟା ଜଷ୍ଟିଫାଏ ବୋଲି ମୁଁ କହୁନି। ସେଟାକୁ ହତ୍ୟା ଯୋଜନା କରିବି ଭାଇ, ମୁଁ ଅସମ୍ଭବ କଥା, ସେଇଟା ଭୁଲ ଜିନିଷ, ସେଇଟାକୁ ମୁଁ ତ ମାନୁନି। ସିଦ୍ଧାର୍ଥ ଭାଇ, ମୁଁ ଜମା ସେଟାକୁ ମାନୁନି। ସେଟାକୁ ଡିସ୍କସନ କୁ ନିଆଯିବନି। ମୁଁ ତାକୁ କେବେ ମାନିବି, ସମ୍ଭବ ସେଟା? ମୁଁ ଆପଣଙ୍କୁ ଭାଇ ଟେକ୍ନିକାଲ ପାର୍ଟକୁ ଆସିବା ଭାଇ, ମତେ ଟିକେ କହିବାକୁ ଦିଅନ୍ତୁ। ସିଦ୍ଧାର୍ଥ ଭାଇ ଚୁପ୍ ରହିବେ, ରୂପେଶ ଭାଇ ବି ଚୁପ୍ ରହିବେ, ହେଲା କି? ଟେକ୍ନିକାଲ ପାର୍ଟ ହେଲା ଭାଇ ଏଇଆ, ମନେକର ଯୋଉ ଯେବେଠାରୁ ଆମେ ଅନୁସନ୍ଧାନ କରୁଥିଲୁ ତାର ଗୋଟେ କାରଣ ଥିଲା। ଆପଣ କିଛି କହିବେନି ଭାଇ, ଖାଲି ଶୁଣିବେ ଭାଇ, ହେଲା? ଟିକେ ଶୁଣିବେ, 2 ମିନିଟ୍ ଖାଲି ମୁଁ କହିବି, ତାପରେ ଆପଣ ମତାମତ ରଖିବେ। ଅନୁସନ୍ଧାନ ଥିଲା ଏଇଆ ଯେ ସୌମ୍ୟ ଭାଇ, ଦେଖନ୍ତୁ 2ଟା କଥା, ଆମେ ସେଇଟାକୁ ଆଗରୁ ବି ତାଙ୍କୁ ବି ଜଣେଇଛୁ। ଟିକେ ଶୁଣିବେ, ଟିକେ ଶୁଣୁଥିବେ ଭାଇ, କିଛି ଖାଲି ହଁ ମାରିବେ କିନ୍ତୁ କିଛି କହିବେନି ଭାଇ, ଶୁଣୁଥିବେ। ଜିନିଷଟା ହଉଛି କଣ, ଯେତେବେଳେ ରୋନାଲିର ଯୋଉ କଥାଗୁଡା ସବୁ ଆସିଲା ସାମ୍ନାକୁ ନା, ସେତେବେଳେ ସିଦ୍ଧାର୍ଥ ଭାଇ ଅନୁସନ୍ଧାନ ଆରମ୍ଭ କଲେ। ଏଇଥିପାଇଁ ଅନୁସନ୍ଧାନ ଆରମ୍ଭ କଲେ ଯେ ଯଦି ପ୍ରକୃତରେ ସୌମ୍ୟ ଭାଇ ଭିତରକୁ ଯାଇନଥିବେ, ପ୍ରିୟା ମୁଣ୍ଡାର ଭିତରକୁ ଚେରକୁ ମାଡି ନଥିବେ, ଜାଣିପାରିବେନି, ଲାଷ୍ଟ ହୁଏତ ଫସି ଯାଇପାରନ୍ତି। ବୁଝିପାରୁଛନ୍ତି ନା କଣ? ନିଶ୍ଚିତ। ତେଣୁ ତାଙ୍କୁ ପ୍ରଟେକ୍ଟ କରିବା ପାଇଁ ଭାଇ ସବୁ କଥା କରାଯାଇଛି। କାହିଁକି ନା ଆମେ ପ୍ରକୃତରେ ଯଦି କଥା ଶୁଣିଲି, ଶୁଣନ୍ତୁ, ରୋନାଲିର ଯୋଉ ପୋଷ୍ଟ କାଲି ଆମେ ଦେଖିଲୁ, ଯୋଉ ତାଙ୍କର ଯୋଉ ନୃତ୍ୟ ଆମେ ଦେଖିଲା ପରେ ଆମେ ସ୍ପିଚଲେସ୍। ମୁଁ ତ ସେଟାକୁ ବି ଆଡମିଟ୍ କରୁଛି। ଗୋଟେ ଖ୍ରୀଷ୍ଟିଆନ ଯୀଶୁଟା ମାନେ ଅଛି, ଆମେ ତ ଏବେ ବି ଆମେ ତାଙ୍କୁ ସନ୍ଦେହ ଘରେ ଆସିଛୁ। ସେ ଯୀଶୁ କଣ ପାଇଁ କରିବ? ତମେ ଯଦି ତମେ ଭଲ ଲୋକ, ତମେ ଯୀଶୁ ଘର ଟଙ୍ଗେଇକି ତମେ କଣ କରିବ? ମୁଁ ତ ତମକୁ ବି କହିଛି, ମୁଁ ସେ ଫଟୋ ଦେଖିଲା ପରେ ତ ମୋର ବି ବିରକ୍ତ ଭାବ ଆସିଗଲାଣି। କିନ୍ତୁ ଷ୍ଟିଲ୍ ମୁଁ ତାଙ୍କୁ ସପୋର୍ଟ କରିକି କହିବି ଦୀପଦ ଅନ୍ୟମାନଙ୍କୁ, ଆପଣ 2 ଜଣଙ୍କୁ କହୁନି, ନାଇଁ ମୁଁ ଅନ୍ୟମାନଙ୍କ ଆଗରେ ମୁଁ ଷ୍ଟିଲ୍ ସପୋର୍ଟ କରିବି। ପ୍ରିୟା ମୁଣ୍ଡା ବିଷୟରେ ସପୋର୍ଟ କରିକି କହିବି, କାହିଁକି ନା ଯେହେତୁ ଆମେ ବଦନାମ ହବୁ। ମୁଁ କହିବି ହଁ ସତରେ ଆମେ ଏବେ ଜାଣିଲୁ ସେଇଟା ଆମ ଉପରୁ ବେଶୀ ମାଡ଼ ପଡିବ। ଯେହେତୁ ପ୍ରିୟା ମୁଣ୍ଡାଙ୍କ ବିଷୟରେ ଇନକ୍ୱାରି କଲି, ତେଣୁ ପ୍ରିୟା ମୁଣ୍ଡା ମୋ ବିଷୟରେ ଏଭଳି ମାନେ ଯୋଉ ଆରୋପ ଲଗେଇବାଟା ଜଷ୍ଟିଫାଏ, ଉଚିତ। ଭାଇ ଗୋଟେ ବିବେକୀ ଦୃଷ୍ଟିରୁ ଆପଣ ମତେ କହୁନାହାନ୍ତି, ଭାଇ ଆପଣ ନିଜେ କହିଲେ ଭାଇ। ଗୋଟେ ଦେଖନ୍ତୁ ଭାଇ, ଗୋଟେ ରାଜ୍ୟ, ଗୋଟେ ଧର୍ମ, ଗୋଟେ ସମାଜ, ରାଷ୍ଟ୍ର ଭାଇ ସବୁଠୁ ବଡ ଭାଇ। କାଳେ ଯଦି କେବେ ଦେଖନ୍ତୁ ଭାଇ, କେହି ବି ବହୁତ ଲୋକ ଅଛନ୍ତି ଭାଇ, ଯେମିତି ଆମର ସଂଘର ବହୁତ ଲୋକ ଅଛନ୍ତି ଭାଇ, ସେମାନେ ଖ୍ରୀଷ୍ଟିଆନ ବେଶରେ ରହିକିନା ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ମାନେ ଘର ବାପସି କରାଉଛନ୍ତି, ହେଲା। ସେମିତି ବି କିଛି ବି ହେଇପାରେ। କେହି ଜଣେ ହିନ୍ଦୁ ବେଶରେ ବି ଦେଖନ୍ତୁ,
ସେ ବି ମଧ୍ୟ କିଛି ବି ମାନେ ଭୁଲ ମାନେ କରୁଥାଇ ପାରନ୍ତି। ଏ ଡାଉଟ ଟା ଭାଇ ମାନେ ସେବେଠୁ ହେଇଛି ଯେବେଠୁ ତାଙ୍କର କିଛି ମିଛ କଥା ଅନ୍ୟାନ୍ୟ ଜିନିଷକୁ ନେଇକି ଭାଇ ବୁଝିପାରିଲେ କି? ହଁ ଯଦି ସେ ମୂଳରୁ ସ୍ପଷ୍ଟ ରଖିଥାନ୍ତେ ଭାଇ ମୁଁ ଜଣେ ହଉଛି ଖ୍ରୀଷ୍ଟିଆନ ଇସାଇ ଥିଲି କିନ୍ତୁ ମୁଁ ଏମିତି ଘଟଣା ସବୁ ଆଜି ଭାଇ କେବେ ସେଇଟା ତାଙ୍କର ଭୁଲ ଥିଲା। ଆମ ଆଗରେ କଣ ପାଇଁ କହିଲେନି କଥା ଯେ ୱାନ୍ସ ଟାଇମ ମୁଁ ବି ଥିଲି ମାନେ ମତେ ଘର ବାସି କରାହେଇଛି ମୁଁ ହିନ୍ଦୁତ୍ୱ ପାଇଁ କାମ କରୁଛି। ବାସ୍ ସେଇଟା ଗୋଟେ କଥା ଭାଇ। ଯେତେବେଳେ ଅନ୍ୟମାନେ ତାଙ୍କୁ ନାଁର ଯୋଉ ଲାଞ୍ଛନା ଦଉଛନ୍ତି ରୋନାଲି ଆଙ୍କେ ତ ତାଙ୍କୁ ବି ତାଙ୍କ ତରଫରୁ ଗୋଟେ ଡିଫେମେସନ କେସ୍ କରିବାର ଥିଲା। କିଛି କହିପାରିନଥାନ୍ତେ। ଗୋଟେ କେସ୍ ଆସିଥାନ୍ତା ଡିଫେମେସନ କେସ୍। ସେଇଟା ଯଦି ଆଗରୁ କହିଥାନ୍ତ ତାପରେ ଆମେ ଲୋକଙ୍କୁ ଜଣେଇଥାନ୍ତୁ ଯେ ଏଇ ଲୋକ ବି ଦିନେ ଥିଲେ ଭାଇ ସେଇଟା ନୁହେଁ ଭାଇ। ଭାଇ ଟିକେ ଭାଇ ସିଧା ଭାଇ ଶୁଣନ୍ତୁ ସେଇଟା ବି ନୁହେଁ ଭାଇ। ଯେତେବେଳେ ଯଦି ଗୋଟେ ଡିଫେମେସନ କେସ୍ କରିକି ସେ କହିଥାନ୍ତେ ୟେସ୍ ଆଇ ୱାଜ ଆର୍ଲିୟର ମାନେ ଖ୍ରୀଷ୍ଟିଆନ but today I am practicing Hindu and they are ମାନେ defaming me ତ ଏଇ କଥାକୁ ନେଇକି ଯେତେବେଳେ ସେ ଗୋଟେ ଏଲିଗେସନ କରିଥାନ୍ତେ ନା ତ ଇମିଡିଏଟଲି ସେ ଲୋକମାନେ ଆହୁରି କାମ ଦେଇଥାନ୍ତା ଭାଇ। ଆପଣଙ୍କୁ ଗୋଟେ ଭାଇ ଆପଣଙ୍କୁ ଭାଇ ସଫିସିଏଣ୍ଟ ସେ କିଛି ସହଯୋଗ କଲେନି। କୋଉଥିରେ ସେ ସହଯୋଗ କରୁଛନ୍ତି ଆପଣ କୁହନ୍ତୁ? ତମେ ଭୁଲ ଟା କରିଛ ଆଗରୁ। ହଁ ହେଇଛି ଭୁଲ ଟା ନୁହଁ ଯଦି ଅଜାଣତାରେ କିଛି ହେଇଛି ଭାଇ ଭୁଲ ନୁହେଁ ଭାଇ। ସମସ୍ତ ଲୋକ ଯଦି ଦୁନିଆଟା ସାରା ଯଦି ବଦଳିକି ବର୍ତ୍ତମାନ ଭାଇ ଖ୍ରୀଷ୍ଟିଆନ ରୁ ହିନ୍ଦୁ ହେଇଯିବେ ଇସଲାମ ରୁ ହିନ୍ଦୁ ହେଇଯିବେ ଭାଇ ଗୌରବର କଥା ଭାଇ। ଏଟା ଅତି ଗର୍ବର କଥା ବାସ୍ ଅତି ଗୌରବର କଥା। ହଁ ମୁଁ ଥିଲି ସେଇଆ ଏବେ ମୋର ଘର ଆସି ହେଇକି ମୋର କାମ